କିନ୍ତୁ ବର୍ତ୍ତମାନର ଯେଉଁ ସମସ୍ୟା ଯାହା ଆଜି ସମ୍ବାଦରେ ଏବଂ କନକ ନ୍ୟୁଜ୍ ଯାହା ଦେଖାଉଛି, କଲମା ବ୍ୟାରେଜ୍ ତଳେ ଯେତିକି କଲମା ବ୍ୟାରେଜ୍ରୁ ପାଣି ଅଳ୍ପ ଅଳ୍ପ ଯାଉଛି ତାକୁ ମଧ୍ୟ ବାଲିବନ୍ଧ ପକାଇକି ଅଟକାଇଛି ଛତିଶଗଡ଼ ଏବଂ ସେଇ ପାଣିକୁ ଦେଉଛି ଇଣ୍ଡଷ୍ଟ୍ରିକୁ। ଇଏ ଅତ୍ୟନ୍ତ ଉଦ୍ବେଗର କଥା। ଛତିଶଗଡ଼ ସରକାର ସହିତ ଆଲୋଚନା କରିକି ୟାର ସମାଧାନ କରିବା ଉଚିତ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଯିଏକି ଜଳ ସମ୍ପଦ ବିଭାଗ ଦାୟିତ୍ୱରେ ଅଛନ୍ତି, ମୁଁ ଅନୁରୋଧ କରିବି ଯଦି ଛତିଶଗଡ଼ ତାଙ୍କ କଥା ନ ଶୁଣେ, ମାନ୍ୟବର ମୁଖ୍ୟମନ୍ତ୍ରୀ ମାନ୍ୟବର ଗୃହମନ୍ତ୍ରୀଙ୍କୁ କହନ୍ତୁ ବା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ କହନ୍ତୁ ଯେ ଛତିଶଗଡ଼ ଏଭଳି କାର୍ଯ୍ୟ କରିବା ଉଚିତ କରିପାରିବ ନାହିଁ। ଆମ ପାଣିକୁ ଏଭଳି ଭାବରେ ନଦୀର ପାଣିକୁ ଏଭଳି ଅଟକାଇ ପାରିବ ନାହିଁ। ମୋର ଆକୁଳ ନିବେଦନ, ସେଇଟା ମୋର ନିବେଦନ ରହିବ। ଯଦି ଅନୁଭବ ସେମାନେ ନ କରିପାରିବେ ଯେ କେଉଁ ସମସ୍ୟା ବର୍ତ୍ତମାନ ମହାନଦୀରେ ଅଛି, ତେବେ ବୋଧହୁଏ ତାଙ୍କର ଯେଉଁ ଡେଲିବରେସନ୍ସ ହେବ, ତାଙ୍କର ଯେଉଁ ଆଲୋଚନା ହେବ ବା ନିର୍ଯାସ ବାହାର କରିବେ ସେମାନେ, ତାହା ସେତିକି ଗମ୍ଭୀରତାକୁ ମାନେ ସମ୍ବୋଧିତ ନ କରିପାରେ ବୋଲି ମୋର ଅନୁଭବ ହେଉଛି। ଦେଖନ୍ତୁ, ବାଲି ବନ୍ଧ କରିକି ଯେଉଁ ପାଣି ଅଟକାଉଛନ୍ତି, ଇଏ ଚାଷୀମାନଙ୍କ ପାଇଁ ନୁହଁ ବା ଲୋକଙ୍କ ପିଇବା ପାଣି ପାଇଁ ନୁହଁ। ଯେଉଁ ବାଲି ବନ୍ଧ କରିକି ଅଟକାଉଛନ୍ତି କିଛି କମ୍ପାନୀମାନଙ୍କର ତାଙ୍କର ଶୋଷ ମେଣ୍ଟାଇବା ପାଇଁ। ପ୍ରଶ୍ନ ହେଉଛି, କମ୍ପାନୀମାନଙ୍କର ଶୋଷ ତୁମେ ମେଣ୍ଟେଇବ କିନ୍ତୁ ଓଡ଼ିଶା ପାଣି ପାଇଁ ହାହାକାର ହେବ। ତେଣୁ ଆପଣ ଆପୋଷ ଆଲୋଚନା କରିକି କ'ଣ ସମାଧାନ କରିବେ ପୁରୁଣା କଥାକୁ ନେଇକି, ଯେ ପର କଥା ତାକୁ କରନ୍ତୁ, ମୁଁ ସ୍ୱାଗତ କରିବୁ ଆମେ। କିନ୍ତୁ ବର୍ତ୍ତମାନ ସମୟରେ ଯାହା ପ୍ରକାଶ ପାଇଛି ସମ୍ବାଦରେ, କନକ ନ୍ୟୁଜ୍ରେ ଯାହା ପ୍ରକାଶ ପାଇଛି, ମୁଁ ନିବେଦନ କରୁଛି ତୁରନ୍ତ ଆଜି, କାଲି ନୁହଁ, ଆଜି ଇଣ୍ଟରଭିନ୍ କରନ୍ତୁ। ଅଣମୌସୁମୀ ସମୟରେ ଶୁଖିବାର ଯେଉଁ ପ୍ରକ୍ରିୟା, ତାହା ଆମେ ଦେଖିଲୁଣି 2018 ମସିହାରୁ, ଆଜି ନୁହଁ, କମି 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 ଆସୁଛି। ଅଣମୌସୁମୀ ସମୟରେ ଆମର ପାଣିର ଆବଶ୍ୟକତା ହେଉଛି 2.74 ମିଲିୟନ ଏକର ଫୁଟ, କିନ୍ତୁ ଆମକୁ ସେତିକି ପାଣି ମିଳୁନି। ବହୁତ ପାଣି କମିଯାଇଛି, ଆମକୁ ହୀରାକୁଦକୁ ଏବଂ ତଳମୁଣ୍ଡରେ ମଧ୍ୟ ପାଣି କମିଯାଇଛି। ଏବଂ ଏ ଯେଉଁ ପାଣି ଯେଉଁ କମିଛି ବା ଅଣମୌସୁମୀ ସମୟରେ ଯେତିକି ପାଣି ଆମର ଆବଶ୍ୟକତା ଅଛି, ଏଥିପାଇଁ ଓଡ଼ିଶା ଟ୍ରିବ୍ୟୁନାଲ ପାଖରେ ଗତ 7 ବର୍ଷ ଧରିକି ଯେଉଁ କେସ୍ ଚାଲିଛି, ସେଠି କହି ଆସୁଛି ଗୋଟେ ଅନ୍ତରୀଣ ରାୟ ଦିଅ। ଯେମିତି କାବେରୀ ଯେତେବେଳେ ଟ୍ରିବ୍ୟୁନାଲ ହେଲା, କାବେରୀ ଟ୍ରିବ୍ୟୁନାଲର ବର୍ଷେ ଭିତରେ ଗୋଟେ ଅନ୍ତରୀଣ ରାୟ ଆସିଲା ଏବଂ କୁହାଗଲା ଯେ ତାମିଲନାଡ଼ୁକୁ ଯେତିକି ପାଣି ଦିଆଯିବା କଥା ଅଣମୌସୁମୀ ସମୟରେ ସେତିକି ପାଣି ତାଙ୍କୁ ମିଳୁ। ଛତିଶଗଡ଼ରେ ଏତେ ସବୁ ବ୍ୟାରେଜ ହେଇଛି, କଲମା ହେଉ, ଶିରଡ଼ି ହେଉ, ଯାହା ସବୁ ବ୍ୟାରେଜ ହେଇଛି, ଆପଣଙ୍କୁ କହି ରଖେ, ଏ ବ୍ୟାରେଜ ଗୁଡ଼ିକୁ ସରକାର ଫଣ୍ଡିଂ କରିନାହାନ୍ତି। ଫଣ୍ଡିଂ କରୁଛି କିଏ? ଇଣ୍ଡଷ୍ଟ୍ରି ମାନେ ଫଣ୍ଡିଂ କରିଛନ୍ତି, ଶିଳ୍ପ ସଂସ୍ଥା ମାନେ ଫଣ୍ଡିଂ କରିଛନ୍ତି, ସେଇମାନେ ପଇସା ଦେଇଛନ୍ତି, ବ୍ୟାରେଜ ହେଇଛି, ଡ୍ୟାମ୍ ହେଇଛି। ଏବଂ ଆଉ ଗୋଟେ ବଡ଼ ଦିଗ ହେଉଛି ଯେ ମହାନଦୀ ବଞ୍ଚିବ କି ନାହିଁ, ନା ତମରି ସରକାର ସମୟରେ ଆମରି ଜୀବନ କାଳ ଭିତରେ ମହାନଦୀକୁ ମାନେ ଶେଷ କରିଦେବା ଆମେ? ତା ତ ନୁହଁ ନା। ଯେତେ ସବୁ ଦେଖୁଛନ୍ତି ଆପଣ, ଯେଉଁ ମାନେ ଉପକୂଳ ଅଞ୍ଚଳର ନଦୀ ସବୁ, ଯେହେତୁ ଶାଖା ନଦୀ ପ୍ରଶାଖା ନଦୀ ସବୁ ଅଛି, ସବୁ ସେ ବଞ୍ଚିବ? ଚିଲିକା ବଞ୍ଚିବ? ଏଇ ଯେଉଁ କଥା ଗୁଡ଼ିକ ଅଛି ନା, ଏ ସମାଧାନ ମଝିରେ କହିଲେ କ'ଣ ଯେ ଚୁଟକିରେ ସମାଧାନ ହେଇଯିବ, ଏ ସମାଧାନ ହେଇଗଲା। ଜଳଶକ୍ତି ମନ୍ତ୍ରୀ ଆସି କହିଲେ, ଓଡ଼ିଶାରେ କହିଲେ କ'ଣ ଗତ ବର୍ଷ, ଯେ ଖୁବ୍ ଜଲ୍ଦି ସମାଧାନ ହେଇଯିବ ମହାନଦୀ ଜଳ ବିବାଦର। ଆମେ ଆଶ୍ଚର୍ଯ୍ୟ ହେଇଗଲୁ, ଗୋଟେ ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଏମିତି କଥା କହୁଛନ୍ତି କେମିତି? ଏଠି ମଧ୍ୟ କିଛି ଲୋକ କହୁଛନ୍ତି ଜଲ୍ଦି ସମାଧାନ ହେଇଯିବ। ଏଇଟା କ'ଣ ଏମିତି ଯାଦୁ, ଆପଣ ଛଡ଼ି ବୁଲେଇ ଦେବେ ସମାଧାନ ହେଇଯିବ? ଏମିତି ହୁଏନି। ଭାରତବର୍ଷରେ ଏବଂ ପୃଥିବୀରେ ଯେତେ ସବୁ ନଦୀ ଜଳ ବିବାଦ ହେଇଛି, ଏ ନଦୀ ଜଳ ବିବାଦ ଅତ୍ୟନ୍ତ ଜଟିଳ ପ୍ରସଙ୍ଗ। ବିଭିନ୍ନ ଦିଗକୁ ବିଚାରକୁ ନେଇକି ସମାଧାନ କରାଯିବା ଦରକାର। ମୁଁ ଖୁସି, ମୁଁ ଆନନ୍ଦିତ ଯେ ଏ ଯେଉଁ କମିଟି ଗଠିତ ହେଇଛି, ଯଦିଓ କମିଟିର କମ୍ପୋଜିସନକୁ ନେଇକି ମୋର ଟିକେ ରିଜର୍ଭେସନ୍ ଅଛି, ଏ କମିଟି ଆଉ ଟିକେ ବ୍ୟାପକ ହେଇପାରିଥାନ୍ତା, ଅନ୍ୟ ପଲିଟିକାଲ ପାର୍ଟିକୁ ମଧ୍ୟ ଯୋଡ଼ା ଯାଇପାରିଥାନ୍ତା, ଗୋଟେ ସମନ୍ୱୟ ରହିପାରିଥାନ୍ତା, ଗୋଟେ ବାଲାନ୍ସ କରାଯାଇପାରିଥାନ୍ତା। ତା ସତ୍ତ୍ୱେ ମଧ୍ୟ ମୁଁ କହିବି, ଏ ଯେଉଁ କମିଟି
ହେଇଛି ଏବଂ କମିଟି ଯେଉଁ ଗତକାଲି ପ୍ରୟାସ କରିଛି ଏହା ଗୋଟେ ସକାରାତ୍ମକ ଦିଗରେ ଯିବାର ସମ୍ଭାବନା ଅଛି। ଏବଂ ବଡ଼ ସମ୍ଭାବନା କ'ଣ ନା କେନ୍ଦ୍ରରେ, ଛତିଶଗଡ଼ରେ, ଓଡ଼ିଶାରେ ଏକା ପ୍ରକାର ସରକାର ଅଛି। ସେଇ ଦୃଷ୍ଟିରୁ ଗୋଟେ ସହମତି ଆଣିକି ଯେଉଁ ଅଲ୍ଟରନେଟିଭ୍ ରିଭର ୱାଟର ଡିସ୍ପ୍ୟୁଟ୍ ଯେଉଁ ମେକାନିଜିମ୍ ତାକୁ ଆମେ ପ୍ରୟୋଗ କରିପାରିବା, ଏଠି ପ୍ରୟୋଗ କରିକି ସମାଧାନ କରିପାରିବା। ମୋର ବିଶ୍ୱାସ ହେଉଛି, ମୁଁ ପୁଣି ନିବେଦନ କରିବାକୁ ଚାହୁଁଛି ଓଡ଼ିଶା ସରକାରଙ୍କୁ ଯେ ଖାଲି କହିଦେଲେ ହେବନି ଯେ ଓଡ଼ିଶାର ସ୍ୱାର୍ଥକୁ ଆମେ ରକ୍ଷା କରିଦେବୁ, ଓଡ଼ିଶା ତା ଅଧିକାରରୁ ବଞ୍ଚିତ ହେବ ନାହିଁ। ଭାଷଣ କୁହାଯାଇପାରେ, କିନ୍ତୁ ରିଏଲିଟିରେ ଆପଣଙ୍କୁ ଦେଖାଇବାକୁ ପଡ଼ିବ କେମିତି ଆପଣ କରିବେ। ଏନ୍ଜିଟି କହିଲା କ'ଣ, 2017 ମସିହାରେ ଯାଇଥିଲି ମୁଁ ଏନ୍ଜିଟିକୁ। ଏନ୍ଜିଟି କହିଲା ଯେତେ ସବୁ ଇଲିଗାଲ ପ୍ରୋଜେକ୍ଟ ହେଇଛି ଛତିଶଗଡ଼ରେ ତାକୁ ବନ୍ଦ କରାଯାଉ, ତାକୁ କମିଶନିଂ କରାନଯାଉ, ତାକୁ କାର୍ଯ୍ୟକ୍ଷମ କରାନଯାଉ ଏବଂ ନୂଆ ପ୍ରୋଜେକ୍ଟ ନ ହେଉ। ଛତିଶଗଡ଼ ମାନିଲା କି? ମାନିଲାନି। ଯେଉଁ ଇଲିଗାଲ ପ୍ରୋଜେକ୍ଟ ସବୁ ହେଇଛି ଛତିଶଗଡ଼ରେ ତାକୁ ଭାଙ୍ଗିବ କି? ଆମେ କହିପାରିବା କି ସ୍ପଷ୍ଟ ଭାବରେ illegally you have done those river valley projects, you destroy all those projects, can we say? ତେଣୁ କଥା ହେଉଛି ଦେଖନ୍ତୁ, ଯେଉଁ କହିଲେ ମୋତେ ପଚାରିଲେ ଆପଣ ଯେ ସମାଧାନ କେମିତି ହେବ ବୋଲି, ଆପୋଷ ଆଲୋଚନାର ସମାଧାନ ବାଟ କେମିତି, ଇଏ ଅତ୍ୟନ୍ତ ଜଟିଳ ପ୍ରସଙ୍ଗ। ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହିତ, ଧୈର୍ଯ୍ୟର ସହିତ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ। ଆଗାମୀ ପିଢ଼ି ପାଇଁ ଏ ନଦୀକୁ, ଆମ ମାଆକୁ, ମହାନଦୀକୁ, ଆମ ଜୀବନରେଖାକୁ ବଞ୍ଚେଇ ରଖିବାକୁ ପଡ଼ିବ। ଫାଇଦା ହେବନି କାହିଁକି ଭାବିବା, ଆମେ ଫାଇଦା ହେବନି ବୋଲି କହିବା ଠିକ୍ ହେବନି। ଫାଇଦା ହେବ, କିନ୍ତୁ ଆମକୁ ସେଇ ଅନୁସାରେ କାମ କରିବାକୁ ପଡ଼ିବ।